ଯାଇଥିଲୁ ଆଜି ମାର୍କେଟ ଟିକେ ଡାବ ପାଣି ପିଇବା ପାଇଁ। ଏଠି ଦେଖିବା 30 ଟଙ୍କା 40 ଟଙ୍କା। ତାମିଲନାଡୁରେ ଏମିତିଆ ଗାଡ଼ିର ସବୁ ବିକା ହୁଏ। ଏଠି ମୋ ଝିଅ ତାର ପିଉନାହିଁ, ମାଆକୁ ହଇରାଣ କରୁଛି। ଡାବ ପିଇ ଦେଇକି ଆସିକି ବାଟର ଆମେ ଆରାମସେ ପିଇଦେଲୁ। ସେପଟର ଅଛି 25 ଟଙ୍କା 30 ଟଙ୍କା। ଏପଟର ମୁଁ ଡାବ ପିଇଲିନି। ମୋର ରୁମ୍ ରହିଥିଲା ବରା ଆଉ ଡାଲି ବରା ଘୁଗୁନି ଟିକେ ଖାଇଦେଲୁ। ଖାଇଦେଲା ପରେ ଟିକେ ରେଷ୍ଟ ନେଇକି ତାପରେ ଦହିବରା ବନା ହେଇଥିଲା। ଦହିବରା ସହିତ ପୁରା କେରକେରା ଦହିବରା ଘୁଗୁନି ଡାଲି ବରା ପୁରା ମସ୍ତ ଲାଗୁଥିଲା। ଆଜି ରବିବାରଟା ନା, ଦହିବରା ଟିକେ ସକାଳୁ ସକାଳୁ ନାସ୍ତା ନ କଲେ ହେବ ନା। ଦହିବରା ସହିତ ଟିକେ ପ୍ରସ୍ତୁତ କେମିତି ଚାଲିଛି ଦେଖନ୍ତୁ ଦହିବରାର। ଏମିତିଆ କନେ ଟିକେ ଶିଖିକି ଗାଁରେ ବିକିମି ଆଉ। ଆପଣଙ୍କୁ କମେଣ୍ଟ କରନ୍ତୁ ଦହିବରାଟା କେମିତି ଦେଖାହେଉଛି। ପୁରା ମସ୍ତ ଲାଗୁଛି ଦହିବରାଟା। ଦେଖନ୍ତୁ କେମିତିଆ ଦେଖାହେଉଛି। ଖାଇବା ତ ଅଲଗା ପ୍ରକାର। ଆଳୁଦମ ନାହିଁ, କେବଳ ଘୁଗୁନି। ଆଳୁଦମ କରତେ ଟାଇମ୍ ହେଲାନି ସକାଳୁ, କେବଳ ଘୁଗୁନି ବନାହେଉଛି। ଘୁଗୁନି ସହିତ ଦହିବରା କେତେ ସ୍ୱାଦ। ଗାଁରେ ତ ସ୍ପେଶାଲ, କିନ୍ତୁ ଏଠି ଆମେ ନିଜେ ବନେଇବାଟା ଶିଖୁଛୁ ନା। ନିଜେ ବନେଇ ଖାଇବାଟା କେତେ ସ୍ୱାଦ, ସେଥିପାଇଁ ବନା ହେଇଛି। ଦହିବରା ସହିତ ମଟର ଘୁଗୁନି ଦେଖନ୍ତୁ କେମିତିଆ ଲାଷ୍ଟ ପୁରା କମ୍ପ୍ଲିଟ୍ ହେଲା ପରେ କେମିତି ତା ଝୁରି ଫୁରି ପଡ଼ିକି ପୁରା କମ୍ପ୍ଲିଟ୍ ହେଇଯାଇଛି। ଆପଣମାନେ ଦେଖିପାରୁଥିବେ କେମିତି ଦେଖାହେଉଛି। ପୁରା ନଙ୍ଘା ଟେଷ୍ଟ ଲାଗିବ।